ଖରାଦିନିଆ ସିଜିନ୍ ହିସାବରେ ମୁଁ ଗୋଟେ ବହୁତ ବଢ଼ିଆ ଭିଡ଼ିଓ ନେଇକି ଆପଣମାନଙ୍କ ପାଖକୁ ଆସିଗଲି। ସେଇଟା ହେଉଛି ମ୍ୟାଙ୍ଗୋ ଆଚାର। ଆମ୍ବ ଆଚାର କେମିତି ମୁଁ ବନଉଛି ଚାଲନ୍ତୁ ଦେଖି ନେବା। ତା ପୂର୍ବରୁ ଆପଣ ସମସ୍ତଙ୍କୁ ମୋ ଭିଡ଼ିଓକୁ ସ୍ୱାଗତ କରୁଛି। ଆଉ ମୁଁ କିଛି ଏମିତି ଆମ୍ବ ନେଇଯାଇଛି, ଆଉ ତା ଆଚାର ଦେଖ କେତେ ସୁନ୍ଦର ଦେଖାହେଉଛି, ମାନେ ଦେଖୁ ଦେଖୁ ପାଟିରୁ ଲାଳ ବାହାରିଗଲାଣି। ଆଉ ଡେରି ନକରି ଚାଲ ଷ୍ଟାର୍ଟ କରିଦେବା। ପ୍ରଥମେ କ'ଣ କରିଛି ନା ଗୋଟେ କଢ଼େଇ ଗରମ କରିଦେଇଛି, ତା ଦେହରେ କିଛି ତେଲ ଗରମ କରିଦେଇଛି। ଆମ୍ବ ଗୁଡ଼ାକ ଭଲସେ କାଟିକି ତାକୁ ଚୋପା ଛଡ଼େଇକି ତାକୁ ଭଲସେ ଧୋଇକି ନେଇକି ରଖିଦେଇଛି। ତାପରେ କ'ଣ କରିଛି ନା କିଛି ଫୁଟଣ ହିସାବରେ ମୁଁ କିଛି ସୋରିଷ ନେଇଛି। ତାପରେ ଆପଣ ଯଦି ଚାହିଁବେ ଅଦା ପକାଇ ପାରିବେ, ଭୃଷଙ୍ଗ ପତ୍ର ପକାଇ ପାରିବେ। ମୁଁ ସେଗୁଡ଼ା କିଛି ପକାଇନି, ତ ମୁଁ ଖାଲି ଜେଲି ନେଖା ଟିକେ କରିବି, ତ ସେଥିଲାଗି ସେଗୁଡ଼ା କିଛି ପକାଇନି। ତାପରେ ଦେଖନ୍ତୁ ଆମ୍ବକୁ ଏତେ ସୁନ୍ଦର ଭାବରେ ପୁରା ଛଡ଼େଇକି ଚୋପା ଛଡ଼େଇ ତାକୁ ଭଲସେ ଧୋଇ ଦେଇଛି। ତାପରେ ଆମ୍ବକୁ ଏଥିରେ ଆଡ଼୍ କରିଦେବେ। ତାପରେ ଆ ଦେହରେ କ'ଣ କରିବୁ ନା ସ୍ୱାଦ ଅନୁସାରେ ଲୁଣ ଟିକେ, ହଳଦୀ ଟିକେ ପକାଇକି ତାକୁ ଏପଟ ସେପଟ କରିକି ଗୋଳେଇକି ତାକୁ କ'ଣ କରିବେ ନା ସିଝିବା ପାଇଁ ଛାଡ଼ିଦେବେ। ଆମ୍ବଟା ସଫ୍ଟ ହେଇକି ସିଝିଗଲେ ବହୁତ ହି ବଢ଼ିଆ ଲାଗିବ। ଆଉ ମିଠା ଅନୁସାରେ ସେଇ ହିସାବରେ ଚିନି କି ଗୁଡ଼ ଯାହା ବି ପକାଇବେ। ମୁଁ ଏଥିରେ କିଛି ଚିନି ୟୁଜ୍ କରିନି, ମୁଁ ଏଥିରେ ଗୁଡ଼ ୟୁଜ୍ କରିଛି। ତ ଆପଣମାନେ ମୋ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଆ ଦେହରେ କ'ଣ ସବୁ ପକାଉଛି ଆଉ କେମିତି କ'ଣ ଆମ୍ବ ଆଚାର ବନାଉଛି ଆପଣମାନେ ବି କରିକି ଖାଇପାରିବେ। ଯେହେତୁ ଆମ୍ବ ଆସିଗଲାଣି କଞ୍ଚା ଆମ୍ବ, ଆଉ ତାକୁ ଖଟା ନ କରି ଆଉ ରହିହେବ କି? ନିଶ୍ଚିନ୍ତ ଭାବରେ ଖଟା କରି ଖାଇବା, ଆଚାର କରି ଖାଇବା, ମାନେ ଆମ୍ବର ଯେତିକ ମାନେ ରେସିପି ଅଛି ସବୁ ବନେଇକି ଖାଇବାର ଅଛି। ଯେଉଁ ସିଜିନ୍ରେ ଯାହା ଆସିବ ତାକୁ ଅଲଗା ଅଲଗା ରେସିପି କରି ଟିକେ ନୂଆ ନୂଆ ହଟକେ ଉପାୟରେ ବନେଇକି ତାକୁ ଖାଇକି ମଜା ନେବାର ଅଛି। ଏବେ ଦେଖନ୍ତୁ ଆମ୍ବ ଦିହରେ ମୁଁ କିଛି ସ୍ୱାଦ ଅନୁସାରେ ଲୁଣ ପକାଇ ଦେଇଛି, ଆଉ ଟିକେ ହଳଦୀ ଗୁଣ୍ଡ ପକାଇ ଦେଇଛି। ଆକୁ ଭଲସେ ଏପଟ ସେପଟ କରି ଗୋଳେଇ ଗାଳେଇ ଦେବି। ତାପରେ କ'ଣ କରିବି ନା ଆକୁ କଭର କରିନେବି। ଚାହିଁବେ ଯଦି ଏବେ ପାଣି ଦେଇପାରିବେ, ନହେଲେ ପରେ ପାଣି ଦେଲେ ଚଳିବ। ତ ତାକୁ କଭର କରିଦେଲେ ସେ ଟିକେ ସଫ୍ଟ ହେଇକି ଆମ୍ବଟା ପୁରା ସଫ୍ଟ ହେଇଯିବ ବି। ଏମିତି ଆମ୍ବ ଆଚାର ବନେଇକି ଭାତ ଓ ରୁଟି ଓ ଏମିତି କିଛି ବିଥିରେ ଆରାମସରେ ମାନେ ଟିକେ ଲଗେଇକି ଖାଇ ହେଇଯିବ। ଏବେ ଦେଖନ୍ତୁ କେତେ ସୁନ୍ଦର ଭାବରେ ଆମ୍ବ ବଢ଼ିଆ ସେ ସିଝିଗଲାଣି। ଏବେ କ'ଣ କରିବା ନା ଆପଣ ଚାହିଁଲେ ଚିନି ୟୁଜ୍ କରିପାରିବେ। ମୁଁ କିଛି ଗୁଡ଼ ନେଇଛି, ତାକୁ ଆ ଦେହରେ ପକାଇବି, ଆଉ ଅଳ୍ପ ପାଣି ଦେଇକି ତାକୁ ପୁଣି ଫୁଟିବା ପାଇଁ ଛାଡ଼ିବି, ଯେମିତି ଗୁଡ଼ ମେଲ୍ଟ ନ ହେଇଛି। ଟିକେ ଖଣ୍ଡ ଖଣ୍ଡ ଗୁଡ଼ ଅଛି, ତାକୁ କାଟିକି ଏମିତି ନେଇଯାଇଛି। ଗୁଡ଼ ପକାଇକି କଲେ ଏମିତିକି ସମସ୍ତେ ଖାଇପାରିବେ, ଆଉ ବି କିଛି ମାନେ ଚିନିଟା ବି ଦେହ ପାଇଁ ଭଲ ନୁହେଁ। ତ ଗୁଡ଼ ପକାଇଲେ ସମସ୍ତେ ମାନେ ଯାହା ଦେହ ମୁଣ୍ଡ ଖରାପ ଯାହା ଥିବ ବି ଆରାମସେ ଟିକେ ନିଜେ ତ ଖାଇପାରିବେ ନା ଗୁଡ଼ଟା ପକାଇଲେ। ଆଉ ଚିନି ପକାଇଲେ ତ ନା ଚିନି ପଡ଼ୁଛି ମୁଁ ଖାଇବିନି ଏମିତି କିଛି ମନା କରିଦେବେ। ତ ସେଇ ହିସାବରେ ସମସ୍ତେ ଗୁଡ଼ ପ୍ରାୟ ୟୁଜ୍ କରିବାକୁ ଭଲ ପାଉଛନ୍ତି ଏବେ ବି। ତାପରେ ଦେଖନ୍ତୁ ମୁଁ ଟିକେ ଅଳ୍ପ ପାଣି ଦେଇଛି ଆ ଦେହରେ ପାଣି ଦେଇକି ତାକୁ ଏପଟ ସେପଟ ପୁଣି ଗୋଳେଇ ଦେଇଛି। ତାପରେ ପୁଣି କଭର କରିକି ତାକୁ ସିଝିବା ପାଇଁ ଛାଡ଼ି ଦେଇଛି। ସେ ଆଉ ଟିକେ ସିଝିକି ଆଉ ଟିକେ ସଫ୍ଟ ହେଇଯିବ, ପୁରା ଜେଲି ଜେଲି ଟାଇପ୍ର। ଆଉ ତାର ତ ଦେଖିଲା ବେଳକୁ ମାନେ ପୁରା ଇଚ୍ଛା ହେଲାଣି ଏବେଠୁ ଖାଇବା ପାଇଁ। ଏବେ ତ କଞ୍ଚା ଆମ୍ବ ଆସିଛି, ଆଉ କଞ୍ଚା ଆମ୍ବ ଆସିଛି ଯେତେବେଳେ ତାକୁ ଆଚାର ହେଉ ଖଟା ହେଉ ଏମିତି କରି ଖାଇବାନି, ଏ କିଛି ହେଇପାରିବ କି? ଜମା ନୁହେଁ। ଯେମିତି ହେଲେ ଆମ୍ବଟେ ଖଟା ହେଉ ଆଚାର ହେଉ କରିକି ଖାଇବାର ଅଛି। ତାପରେ ଆସିଯିବ ପାଚିଲା ଆମ୍ବ। ପାଚିଲା ଆମ୍ବରେ ଜୁସ୍ ହେଉ ଏମିତି ପାଚିଲା ଆମ୍ବ ବି ଏମିତି ଭାତ ଲଗେଇ ଖାଇ ହେଇଯିବ। ଏତେ ବଢ଼ିଆ ଆମ୍ବଟା ଲାଗେ ମାନେ କହି ହେବନି। ଯେଉଁମାନଙ୍କୁ ଆମ୍ବ ପସନ୍ଦ ସେମାନେ ନିଶ୍ଚିତ ଭାବରେ ମୋତେ ଲାଇକ୍ସ କରିବେ, ଆଉ କମେଣ୍ଟସ୍ କରି ଜଣାଇବେ ଆପଣମାନଙ୍କୁ ପସନ୍ଦ କି ନାହିଁ। ଆଉ ମୋ ରେସିପି ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଜମା ବି ସ୍କିପ୍ କରିବେନି। ହଁ, ମୁଁ ଆ ଦେହରେ କିଛି ଲଙ୍କାଗୁଣ୍ଡ ପକାଇ ନଥିଲି, ସେଇଟା ମଝିରେ ପକାଇଛି ଲଙ୍କାଗୁଣ୍ଡ। ଆଉ ଦେଖନ୍ତୁ କେତେ ସୁନ୍ଦର ଭାବରେ କଲର୍ ହେଇଛି। ଯେ ଆପଣଙ୍କ ହିସାବରେ ରାଗ କରିପାରିବେ, ଗୋଟେ ଚାମଚ ପଇଲେ ବି ଭଲସେ, ଯଦି ରାଗ ଲଙ୍କାଗୁଣ୍ଡ ଥିବ ଗୋଟେ ଚାମଚ ପଇଲେ ହେଇଯିବ। ଏବେ ଦେଖନ୍ତୁ କେତେ ସୁନ୍ଦର ଭାବରେ ହେଇଗଲାଣି, ସିଝିଗଲାଣି। ତାପରେ କ'ଣ କରିବା ନା କିଛି ମସଲା ତା ପାଇଁ ରେଡ଼ି କରିବା। କିଛି ମେଥି ଭାଜି ନେଇଛି, କିଛି ପାନମଧୁରୀ, ଜିରା, ସୋରିଷ, ଆଉ କିଛି ଶୁଖିଲା ଲଙ୍କା, ଏସବୁ ଟିକେ ଭଲସେ ଭାଜି ନେବି। ସେ କଟକଟ ହେଇ ଫୁଟିଗଲା ପରେ ତାପରେ ତାକୁ କ'ଣ କରିବେ ନା ଆଇଦର ଗ୍ରାଇଣ୍ଡିଙ୍ଗ କରିକି ତାକୁ ପାଉଡ଼ର ବନେଇ ପାରିବେ, ନହେଲେ ଛେଚିକି ପାଉଡ଼ର ବନେଇ ଦେବେ। ମୁଁ ଛେଚିକି ପାଉଡ଼ର ବନେଇ ଦେଇଛି। ତମେ କ'ଣ କରିବେ ନା ମେଥିଟାକୁ ଆଗ ଭାଜି ନେବେ, କାରଣ ମେଥିଟା ଟିକେ ଦୁଇ ସାଇଡ଼୍ରୁ କଲର୍ ହେବାର ଅଛି ଭଲସେ। ସେ ଭଲସେ ଫୁଟିକି ଭାଜିବାର ଅଛି। ପ୍ରଥମେ ମେଥିଟାକୁ ନେଇକି ଭାଜି ନେଇଯିବେ। ତାପରେ କ'ଣ କରିବେ ନା ଜିରା, ସୋରିଷ, ପାନମଧୁରୀ ଏମିତି ସବୁ ନେଇକି ତାକୁ ଭଲସେ କ'ଣ କରିବେ ନା ଫୁଟେଇ ନେଇଯିବେ। ସେ ଭଲସେ ଯେମିତି ଟକଟକ ହେଇକି ସବୁ ଫୁଟିବ। ତାପରେ ଲଙ୍କା କିଛି ଶୁଖିଲା ଲଙ୍କା ନେଇଛି, ତାପରେ ଲଙ୍କାଗୁଣ୍ଡ ତ ପକାଇଛି, ଆଉ କିଛି ଶୁଖିଲା ଲଙ୍କା ବି ନେଇଛି, ତାକୁ ବି ଆ ଦେହରେ ଗୁଣ୍ଡ କରି ନେଇଛି। ଇଏ ଭଲସେ ଭାଜି ହେଇକି ଗୁଣ୍ଡ ହେଇଗଲା ପରେ ତାକୁ ଥଣ୍ଡା କରିକି ତାକୁ ଗ୍ରାଇଣ୍ଡିଙ୍ଗ କରିବେ। ଜମା ଗରମରେ ଗ୍ରାଇଣ୍ଡିଙ୍ଗ କରିବେନି, ଟିକେ ଥଣ୍ଡା ହେଇସାରିଲା ପରେ ତାକୁ ଭଲସେ ଗ୍ରାଇଣ୍ଡିଙ୍ଗ କରିଦେବେ। ନହେଲେ ଯଦି ଛେଚିବାର ଥିବ ଆରାମସେ ଛେଚିକି ତାକୁ ଗୁଣ୍ଡ କରି ନେଇଯିବେ। ଦେଖନ୍ତୁ ଏବେ ଇଏ ଭଲସେ ଭାଜି ହେଇକି ଫୁଟିଗଲାଣି, ତାକୁ ଏବେ ଗୁଣ୍ଡ କରିନେବା। ଆଉ ଯେଉଁ ଆମ୍ବଟା ସେପଟେ ତ ହେଇଗଲାଣି, ତା ଦେହରେ କ'ଣ କରିବେ ନା ଏଇ ଗୁଣ୍ଡକୁ ଆ ଦେହରେ ପକାଇଦେବା। ଗୋଟେ ଚାମଚ ହେଉ 2 ଚାମଚ ହେଉ ପକାଇଦେବା। ଆଉ ପକାଇ ସାରିଲା ପରେ ତାହାର ଯେଉଁ ବାସ୍ନା ମାନେ ଆଉ କହିହେବନି। ଏଇ ଗୁଣ୍ଡଟା ପକାଇ ସାରିଲା ପରେ ଯେଉଁ ବାସ୍ନା ହୁଏ, ମାନେ କେତେ ସୁନ୍ଦର ବାସ୍ନା ହୁଏ ଯେ ମାନେ ଇଚ୍ଛା ହୁଏ ଯେ ଏବେ ଏମିତି ଖାଇଦେବା ପାଇଁ। ତାପରେ ଗୁଣ୍ଡ ସବୁ ପକାଇ ଦେଇକି ତାକୁ ଭଲସେ ଗୋଳେଇ ଗାଳେଇ ଦେବେ। ତାପରେ କ'ଣ କରିବେ ନା ଆପଣଙ୍କ ହିସାବରେ ତା ଦେହରେ ଯଦି ପାଣି ଦେଇକି ତାକୁ ଟିକେ ଝୋଳ ଭଳିଆ ରଖିବେ, ନହେଲେ ଏମିତି
जेली जेली टाइप रखिए बहुत ही बढ़िया लगे खायापी। आ देखो केते सुंदर भाव में केते बढ़िया देखा आपण मैंने जब एमती कराया चाहूँ निश्चित भाव में मो वीडियो देखिए आपण मैंने निश्चित करूँ खातु समस्त खाया दिंतु आमती आचार बहुत ही बढ़िया लगे आपण मैंने कर खाइले। आ मत तो यही आचार ही बहुत ही बढ़िया लगे। आज वीडियो आपण मानक केमी लगे मत निश्चित भाव में कमेंट्स कर जानवे मुझे नुआ नुआ वीडियो नहीं आसबि। आज वीडियो आपण मन जब भल लगे निश्चित भाव में लाइक शेयर एंड सब्सक्राइब कर जानवे नुआ वीडियो नहीं बहुत जल्दी आसबि। रोजी बाय जय जगन्नाथ।